ସାମୁଦ୍ରିକ ଶାସ୍ତ୍ର ଅନୁସାରେ ମନୁଷ୍ୟର ପାଦ ତଳେ ଏପରି କିଛି ଚିହ୍ନ ରହିଥାଏ ଯଦ୍ୱାରା ଜୀବନରେ ସୌଭାଗ୍ୟ ପ୍ରାପ୍ତି ହେବାର ସଂକେତ ହୋଇଥାଏ। ତା ସହିତ ଧନ ସମ୍ପତ୍ତି ଏବଂ ମାନ ସମ୍ମାନ ସହଜରେ ପ୍ରାପ୍ତି ହେବାର ସଂକେତ ମଧ୍ୟ ହୋଇଥାଏ। ଯେଉଁ ଲୋକଙ୍କ ପାଦ ତଳ ନରମ ଏବଂ ଲାଲ ହୋଇଥାଏ ସେମାନଙ୍କ ଜୀବନରେ ଧନ ଅଭାବ ହୋଇନଥାଏ ଏବଂ ଯେକୌଣସି କାର୍ଯ୍ୟ କଲେ ମଧ୍ୟ ଲାଭ ପ୍ରାପ୍ତି କରିଥାନ୍ତି। ତେଣୁ ସେମାନଙ୍କ ପାଖରେ ଅର୍ଥ ଅଭାବ ଦେଖା ଦେଇନଥାଏ। ଯେଉଁ ଲୋକଙ୍କ ପାଦ ତଳେ ଚକ୍ର ଚିହ୍ନ ରହିଥାଏ ସେମାନଙ୍କ ଭାଗ୍ୟରେ ରାଜଯୋଗ ଭୋଗ ହୋଇଥାଏ ଏବଂ ଜୀବନରେ ସମସ୍ତ ସୁଖ ସୁବିଧା ଉପଭୋଗ କରିଥାନ୍ତି। ତା ସହିତ ଘର ଗାଡ଼ି ଏବଂ ବହୁମୂଲ୍ୟ ଦ୍ରବ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ। ଯେଉଁ ଲୋକଙ୍କ ପାଦ ତଳେ ଧନୁ କିମ୍ବା ଶଙ୍ଖ ଚିହ୍ନ ରହିଥାଏ ସେମାନେ ଜୀବନରେ ଅନେକ ଉନ୍ନତି କରିଥାନ୍ତି। ତାଙ୍କ ଜୀବନରେ ଆରମ୍ଭରେ ଉନ୍ନତି ନହେଲେ ମଧ୍ୟ ରାତାରାତି ଉନ୍ନତି ହୋଇଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ପାଦ ତଳେ ମାଛ ଘୋଡ଼ା କିମ୍ବା ପର୍ବତ ଚିହ୍ନ ରହିଥାଏ ସେମାନଙ୍କ ଜୀବନରେ ଉଚ୍ଚ ପଦ ପ୍ରାପ୍ତି ହେବା ସହିତ ମାନ ସମ୍ମାନ ପ୍ରାପ୍ତି ହୋଇଥାଏ ଏବଂ ସେମାନେ ଧନ ପ୍ରାପ୍ତି କରିବାର ସୁଯୋଗ ଲାଭ କରିଥାନ୍ତି କିମ୍ବା ରଚନାତ୍ମକ ଶକ୍ତି ସେମାନଙ୍କର ଅଧିକ ରହିଥାଏ। ଯେଉଁ ଲୋକଙ୍କ ପାଦ ତଳେ ରଥ ଚିହ୍ନ ରହିଥାଏ ସେମାନେ ଜୀବନରେ ଉତ୍ତମ ବ୍ୟବସାୟୀ ହୋଇଥାନ୍ତି ଏବଂ ଅଳ୍ପ ପରିଶ୍ରମ କଲେ ମଧ୍ୟ ସଫଳତା ହାସଲ କରିଥାନ୍ତି। ତା ସହିତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ବାହାରକୁ ଯିବା ସମୟରେ ପ୍ରଥମେ ନିଜର ଡାହାଣ ପାଦ ବାହାରକୁ ପକାଇବା ଦ୍ୱାରା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବା ସହିତ ପୁରା ଦିନଟି ମଧ୍ୟ ଶୁଭପ୍ରଦ ହୋଇଥାଏ। ଯେଉଁ ଲୋକଙ୍କ ପାଦରେ ଆଙ୍ଗୁଠି ଗୁଡ଼ିକ ପ୍ରାୟ ସମାନ ଦେଖାଯାଏ ଅର୍ଥାତ୍ ବର୍ଗାକାର ହୋଇଥାଏ ସେମାନେ ବିଶ୍ୱସନୀୟ ଏବଂ ବ୍ୟବହାରିକ ହୋଇଥାନ୍ତି। ତା ସହିତ ନିର୍ଭରଯୋଗ୍ୟ ହେବା ସହିତ ନିଜ କାର୍ଯ୍ୟରେ ମଗ୍ନ ରହିବାକୁ ପସନ୍ଦ ମଧ୍ୟ କରିଥାନ୍ତି। ସମତଳ ପାଦଯୁକ୍ତ ଲୋକମାନେ ପରିଶ୍ରମୀ ଏବଂ ଦୃଢ଼ ହୋଇଥାନ୍ତି। ସେମାନଙ୍କ ଉପରେ ଭରସା କରାଯାଇପାରେ ଏବଂ ସେମାନେ ବିଶ୍ୱସନୀୟ ମଧ୍ୟ ହୋଇଥାନ୍ତି। ଯେଉଁ ଲୋକଙ୍କ ପାଦରେ ଲମ୍ବା ଆଙ୍ଗୁଠି ରହିଥାଏ ସେମାନେ ରଚନାତ୍ମକ ଏବଂ ବୁଦ୍ଧିମାନ ହୋଇଥାନ୍ତି। ସେମାନେ ପ୍ରତ୍ୟେକ ଜିନିଷକୁ ବିଭିନ୍ନ ଦୃଷ୍ଟିକୋଣରେ ଦେଖିବା ସହିତ ବିଚାରକ ମଧ୍ୟ ହୋଇଥାନ୍ତି। ଯେଉଁ ଲୋକଙ୍କ ପାଦରେ ଦ୍ୱିତୀୟ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ନେତା ହୋଇଥାନ୍ତି। ବିଭିନ୍ନ କ୍ଷେତ୍ରରେ ଅଧିକାରୀ ମଧ୍ୟ ହୋଇଥାନ୍ତି ଅର୍ଥାତ୍ ନିର୍ଣ୍ଣାୟକ ମଧ୍ୟ ହୋଇଥାନ୍ତି। ତା ସହିତ ସେମାନଙ୍କର ଦୃଢ଼ ଇଚ୍ଛାଶକ୍ତି ମଧ୍ୟ ରହିଥାଏ। ଯେଉଁ ଲୋକଙ୍କ ପାଦରେ ତୃତୀୟ ଆଙ୍ଗୁଠି ଲମ୍ବା ହୋଇଥାଏ ସେମାନେ ସାଧନା ସମ୍ପନ୍ନ ବ୍ୟକ୍ତି ହୋଇଥାନ୍ତି। ତା ସହିତ ସାହସୀ ଏବଂ ଶକ୍ତିଶାଳୀ ମଧ୍ୟ ହୋଇଥାନ୍ତି। ଯେକୌଣସି ପରିସ୍ଥିତିରେ ନିଜକୁ ସଞ୍ଚାଳିତ କରିପାରିଥାନ୍ତି। ଯଦି ପାଦର ଚତୁର୍ଥ ଆଙ୍ଗୁଠି ମୋଡ଼ି ହୋଇ ରହିଥାଏ ତେବେ ପରିବାର ଲୋକଙ୍କ ସହିତ ବିବାଦ ଏବଂ ଚିନ୍ତା ବୃଦ୍ଧି ହେବାର ସଂକେତ ହୋଇଥାଏ। ତା ସହିତ ଚତୁର୍ଥ ଆଙ୍ଗୁଠି ମୋଡ଼ି ହୋଇ ରହିଲେ ସେପରି ଲୋକ ସମ୍ବେଦନଶୀଳ ମଧ୍ୟ ହୋଇଥାନ୍ତି। ଯେଉଁ ଲୋକଙ୍କ ପାଦର କାଣି ଆଙ୍ଗୁଠି ନରମ ହୋଇଥାଏ ସେମାନେ ଜିଜ୍ଞାସୁ ହୋଇଥାନ୍ତି ଏବଂ ଉତ୍ତମ ସଞ୍ଚାରକ ହୋଇଥାନ୍ତି। ତା ସହିତ ସମସ୍ତ ପରିସ୍ଥିତିରେ ନିଜକୁ ଉତ୍ତମ ରୂପେ ପରିଚାଳିତ ମଧ୍ୟ କରିଥାନ୍ତି। ଯେଉଁ ଲୋକଙ୍କ ପାଦ ଥଣ୍ଡା ଲାଗୁଥାଏ ସେମାନଙ୍କ ଶରୀରରେ ରକ୍ତ ସଞ୍ଚାର ସମସ୍ୟା ରହିଥାଏ ଏବଂ ହୃଦୟଜନିତ ସମସ୍ୟା ସହିତ ରକ୍ତ ପ୍ରବାହ ଜନିତ ସମସ୍ୟା ରହିଥିବାର ସଂକେତ ମିଳିଥାଏ।
जदि पादर आंगुठीगुड़िक लागिकरी रही थाए अर्थात चापी होई रही थाए तेबे अधिक मानसिक चिंता रहिथिबार संकेत होइथाए, किंतु आंगुठीगुड़िक फांका रहिथिले जीवन रे खुशी एवं आराम मानसिकतार मध्य संकेत मिलिथाए। जेउ लोकंक पाद सफा रही थाए सेमाने निजर स्वास्थ्य प्रति जत्नवान थिबार संकेत होइथाए, किंतु जेउ लोकंक पाद सफा न थाए सेमाने जीवन रे भूल मार्ग रे चलिबार संकेत होइथाए, ता सहित अन्य समस्यार संकेत मध्य होइथाए। जेउ लोकंक पादर गार गुड़िक तारा चिन्ह परि होइथाए सेमाने जीवन रे सौभाग्य प्राप्ति करिथांती एवं जेउ लोकंक पादरे छकी चिन्ह रही थाए सेमानंक जीवन रे अनेक समस्या आसीबार संकेत होइथाए। जदि पादरे त्रिकोण चिन्ह रही थाए तेबे प्रतिभाशाली व्यक्तित्व हेबार संकेत होइथाए एवं जदि गोलाकार वृत्त चिन्ह रही थाए तेबे जीवन रे संतुष्टि एवं संपन्नता प्राप्ति हेबार संकेत प्राप्त होइथाए। जदि पादरे त्रिशूल चिन्ह रही थाए तेबे मनुष्य भाग्यशाली होइथाए एवं जीवन रे सफलता मध्य प्राप्त होइथाए। जदि पादर बुढ़ा आंगुठी चेप्टा होइथाए तेबे जीवन रे अनेक दुख कष्ट प्राप्ति हेबार संकेत मध्य होइथाए। पाद फुलिबा साधारणतः थकापण किंबा दीर्घ समय धरी ठिया हेबा जोगु होई पारे, किंतु जदि एही फुला लागि रहे तेबे यह गुरुतर स्वास्थ्य समस्यार लक्षण होई पारे, यथा हृदरोग, वृकक समस्या, यकृत रोग किंबा लिम्फाटिक सिस्टम रे विभ्राट पाद फुलिबार कारण होई पारे। यह व्यतीत मधुमेह रोगी क्षेत्र में मध्य पाद फुलिबा देखा देई पारे। पादरे झिमझिम हेबा स्नायु समस्यार एक लक्षण होई पारे। मधुमेह जोगु हेउथिबा न्यूरोपैथीर लक्षण साधारणतः देखा जाए। यह व्यतीत विटामिन B12 अभाव, थायरॉइड समस्या किंबा मेरुदंड संबंधी समस्या जोगु मध्य पादरे झिमझिम होइथाए। जदि आपणक पाद सबुबले ठंडा रहुथाए तेबे यह खराब रक्त संचालनर लक्षण होई पारे। एही समस्या धूमपान, उच्च रक्तचाप किंबा हृदरोग जोगु होई पारे। यह व्यतीत रक्तहीनता किंबा थायरॉइड समस्या जोगु मध्य पाद ठंडा होई पारे। पाद जंत्रणा अनेक कारण पई होई पारे। जदि जंत्रणा लागि रहे तेबे यह गंठी जंत्रणा, ऑस्टियोपोरोसिस किंबा स्नायु प्रदाहर लक्षण होई पारे। मधुमेह रोगी पाद जंत्रणा न्यूरोपैथी कारणरू मध्य होई पारे। पादर चर्मर रंग विकृत हेबा, शुष्कता किंबा कुंडाई हेबा मध्य अनेक रोगर लक्षण होई पारे। मधुमेह रोगी क्षेत्र में पादर चर्म कला पड़ी पारे एवं चर्म शुष्क हो जाए। यह व्यतीत फंगाल संक्रमण किंबा एक्जिमा मध्य चर्म रे परिवर्तन आनी थाए। पाद नखर रंग परिवर्तन, घनता किंबा भांगिबा मध्य स्वास्थ्य समस्यार लक्षण होई पारे। हलदिया किंबा घन नख फंगाल संक्रमण जोगु होई पारे, जेतेबेले धला नख रक्तहीनता किंबा यकृत समस्या को सूचाई पारे। जदि पादरे होइतिबा क्षत किंबा कटा शीघ्र भल न हुए तेबे यह मधुमेहर लक्षण होई पारे। मधुमेह रक्त संचालन को प्रभावित करे, जहाँ क्षत को भल हेबाकू समय लागि थाए। यह व्यतीत संक्रमण जोगु मध्य क्षत शीघ्र सुखी न थाए। गोड़ मांसपेशी रे बारंबार क्रांप हेबा बा नाठी होई जिवा पोटासियम, कैल्शियम किंबा मैग्नेशियम अभावर लक्षण होई पारे। यह व्यतीत डिहाइड्रेशन किंबा थायरॉइड समस्या जोगु मध्य मांसपेशी क्रांप होई पारे।
ପାଦରେ ଝିମ୍ଝିମ୍ ହେବା ରକ୍ତ ଶର୍କରା ବୃଦ୍ଧିର ଏକ ଲକ୍ଷଣ ହୋଇଥାଏ। ରକ୍ତ ସଞ୍ଚାଳନ ଖରାପ ହେଲେ ପାଦରେ ଝିମ୍ଝିମ୍ ଅନୁଭବ ହୁଏ। ଶରୀରରେ ଭିଟାମିନ୍ ଇ ଏବଂ ଡିର ଅଭାବ ହେଲେ ମଧ୍ୟ ଝିମ୍ଝିମ୍ ଅନୁଭବ ହୋଇଥାଏ। ଯଦି ପାଦ ଶୁଷ୍କ ଏବଂ ଚୋପା ଦେଖାଯାଏ ତେବେ ଏହା ଥାଇରଏଡ୍ ରୋଗର ଲକ୍ଷଣ ମଧ୍ୟ ହୋଇଥାଏ। ଯଦି ଆପଣଙ୍କ ପାଦର ଆଙ୍ଗୁଠି ମୋଟା ଲାଗୁଥାଏ ତେବେ ଏହା ଅନ୍ତନଳୀ ରୋଗର ଲକ୍ଷଣ ହୋଇପାରେ। ଅନେକ କ୍ଷେତ୍ରରେ ଏହି ଲକ୍ଷଣଗୁଡ଼ିକ ଫୁସ୍ଫୁସ୍ କର୍କଟ ଆଡ଼କୁ ମଧ୍ୟ ଇଙ୍ଗିତ କରିଥାନ୍ତି। ଏହି ଲକ୍ଷଣଗୁଡ଼ିକ ହୃଦରୋଗ ଯୋଗୁଁ ମଧ୍ୟ ହୋଇପାରେ। ଯଦି ଆପଣଙ୍କ ପାଦର ଆଙ୍ଗୁଠି କିମ୍ବା ବୁଢ଼ା ଆଙ୍ଗୁଠିରେ ସବୁବେଳେ ଯନ୍ତ୍ରଣା ହେଉଥାଏ ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଶରୀରରେ ପିଉରିନ୍ର ପରିମାଣ ବୃଦ୍ଧି ପାଉଛି। ଯଦି ଶରୀରରେ ଅଧିକ ପିଉରିନ୍ ରହିଥାଏ ତେବେ ୟୁରିକ୍ ଏସିଡ୍ର ସ୍ତର ମଧ୍ୟ ବୃଦ୍ଧି ପାଇଥାଏ। ଯଦି ପାଦର ରଙ୍ଗ ପରିବର୍ତ୍ତନ ହୁଏ ତେବେ ଏହା ଗ୍ୟାଙ୍ଗ୍ରିନ୍ର ଲକ୍ଷଣ ହୋଇପାରେ ଏବଂ ଜୀବାଣୁଜନିତ ରୋଗ ଶରୀରରେ ଅନୁପଯୁକ୍ତ ରକ୍ତ ସଞ୍ଚାଳନ ଯୋଗୁଁ ମଧ୍ୟ ହୋଇଥାଏ। ଏହି ରୋଗ ମଧୁମେହ ରୋଗୀଙ୍କ ପାଇଁ ବହୁତ ଗମ୍ଭୀର ପରିଣାମ ଆଣିଥାଏ, ଯାହା ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥାଏ। ଯଦି ଆପଣ ଆପଣଙ୍କ ଆଙ୍ଗୁଠିରେ ଫୁଲା ଦେଖୁଥାନ୍ତି ତେବେ ଏହା ଗଣ୍ଠି ରୋଗର ଲକ୍ଷଣ ହୋଇପାରେ। ଗଣ୍ଠି କିମ୍ବା ସଂକ୍ରମଣ ଯୋଗୁଁ ମଧ୍ୟ ଆଙ୍ଗୁଠି ଫୁଲା ହୋଇପାରେ। ମଧୁମେହ ଯୋଗୁଁ ମଧ୍ୟ ବୁଢ଼ା ଆଙ୍ଗୁଠି ଯନ୍ତ୍ରଣା ହୋଇପାରେ। ଯଦି ବୁଢ଼ା ଆଙ୍ଗୁଠିରେ ଲାଲ ରେଖା ଦେଖାଯାଏ ତେବେ ଏହା ହୃଦରୋଗ ସଂକ୍ରମଣର ମଧ୍ୟ ହୋଇପାରେ। ମଧୁମେହ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖାଦେଇଥାଏ। ସାଧାରଣତଃ ଶୁଷ୍କ ଚର୍ମ ଯୋଗୁଁ ଗୋଇଠି ଫାଟିଯାଏ, କିନ୍ତୁ ଜିଙ୍କ୍, ଭିଟାମିନ୍ ଏ ଏବଂ ଅତ୍ୟାବଶ୍ୟକୀୟ ଫ୍ୟାଟି ଏସିଡ୍ର ଅଭାବ ମଧ୍ୟ ଏହାର କାରଣ ହୋଇପାରେ। ଏହି ପୋଷକ ତତ୍ତ୍ୱଗୁଡ଼ିକ ଚର୍ମ ମରାମତି ଏବଂ ଆର୍ଦ୍ରତା ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥାନ୍ତି। ମଧୁମେହ ଏବଂ ଏକ୍ଜିମା ଭଳି ରୋଗ ମଧ୍ୟ ଗୋଡ଼ରେ ଗଭୀର ଫାଟ ସୃଷ୍ଟି କରିପାରେ, ଯାହା ସଂକ୍ରମଣର କାରଣ ମଧ୍ୟ ହୋଇଥାଏ। ଯଦି ପାଦ ଫାଟୁଥାଏ ତେବେ ଭଲ ଭାବରେ ପାଦକୁ ମଏଶ୍ଚରାଇଜ୍ କରିବା ଉଚିତ ଏବଂ ଖାଲି ପାଦରେ ଚାଲିବା ଅନୁଚିତ। ଓମେଗା 3 ଏବଂ ଜିଙ୍କ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପାଦ ଫାଟିବା ଦୂର ହୋଇଥାଏ। ଏହି ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଆପଣମାନଙ୍କୁ ଅନୁରୋଧ।